ଚମ୍ପୁଆରୁ ବିଧାୟକ ପ୍ରାର୍ଥୀ ଭାବେ ସନାତନ ମହାକୁଡ଼ଙ୍କୁ ଟିକେଟ୍ ପାଇବା ପରେ ତାଙ୍କୁ ଚମ୍ପୁଆ ବିଜେଡି ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରିମୁଳଠାରୁ ଚମ୍ପୁଆ ପର୍ଯ୍ୟନ୍ତ ଏକ ବାଇକ୍ ରାଲିରେ ଆସିବା ପରେ ଚମ୍ପୁଆ ବସ୍ଷ୍ଟାଣ୍ଡଠାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ଚମ୍ପୁଆ ସ୍ଥିତ ତାଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସନାତନ ମହାକୁଡ଼ ଭୁବନେଶ୍ୱରରୁ ଆସି ରିମୁଳଠାରେ ପହଞ୍ଚିବା ପରେ ତାଙ୍କ ସମର୍ଥକମାନେ ଫୁଲମାଳ ଓ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ ଓ ମହିଳାମାନେ ତାଙ୍କୁ ବନ୍ଦାପନା କରି ତାଙ୍କ ଶୁଭକାମନା କରିଥିଲେ। ଏହାପରେ ଚମ୍ପୁଆ ଏନ୍ଏସି ଅଧ୍ୟକ୍ଷ ଗିରିଜାଶଙ୍କର ସାହୁଙ୍କ ନେତୃତ୍ୱରେ ଚମ୍ପୁଆ ବିଜେଡି ତରଫରୁ ରିମୁଳଠାରୁ ଚମ୍ପୁଆ ପର୍ଯ୍ୟନ୍ତ ଏକ ବାଇକ୍ ରାଲି ଯୋଗେ ଚମ୍ପୁଆ ଅଣାଯାଇଥିଲା। ସନାତନ ମହାକୁଡ଼ଙ୍କ ରାଲି ଚମ୍ପୁଆ ପହଞ୍ଚିବା ପରେ ଚମ୍ପୁଆଠାରେ ତାଙ୍କୁ ପାରମ୍ପରିକ ଆଦିବାସୀ ନୃତ୍ୟ ଓ ବାଣ ଦ୍ୱାରା ଭବ୍ୟ ସ୍ୱାଗତ କରାଯାଇ ଚମ୍ପୁଆ ସ୍ଥିତ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ରିମୁଳଠାରୁ ଚମ୍ପୁଆ ପର୍ଯ୍ୟନ୍ତ ବାଇକ୍ ରାଲି ଆସିବା ରାସ୍ତାରେ କାଳିକା ପ୍ରସାଦ, ରଜିଆ ଓ ଚନ୍ଦ୍ରଶେଖରପୁରଠାରେ ମହିଳାମାନେ ତାଙ୍କୁ ବନ୍ଦାପନା କରିବା ସହ ସ୍ୱାଗତ କରିଥିଲେ। କେନ୍ଦୁଝର ଜିଲ୍ଲା ପାଟନା ବ୍ଲକରୁ ଦଶରଥ ବାରିକଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।